ଜଣେ ପଣ୍ଡିତ ଥିଲେ। ପଣ୍ଡିତଜୀ ନଦୀ ପାର କରୁଥିଲେ। ସେଠି ବସିଛି ମାଝି। ପଣ୍ଡିତଜୀ ମାଝିକୁ କେବେ ବି ପଢ଼ିବାକୁ ଦେଇନଥିଲେ। ପଣ୍ଡିତଜୀଙ୍କ ବ୍ୟବହାର କହିଲେ, ସବୁ ଶାସ୍ତ୍ରୀୟ ଜ୍ଞାନ କେବଳ ଆମ ପାଖରେ ହିଁ ରହିବ। ମାଝି ଖାଲି କାତ ମାରିବା ଜାଣିଛି। ନୌକା ମଝି ନଈରେ ପହଞ୍ଚି ଯାଇଛି। ପଣ୍ଡିତଜୀ ମାଝିକୁ ପଚାରୁଛନ୍ତି, ଭାଇ ବେଦ କେତେଟା? ଆରେ ମହାରାଜ କ'ଣ ପଚାରିଲେ? ମୁଁ କ'ଣ ଜାଣିଛି? କହିଲେ, ଆରେ ମୂଢ଼। ଆଚ୍ଛା ଏତିକି କୁହ, ଉପନିଷଦ କେତେଟା? ଆରେ ମହାରାଜ ମୁଁ ତ କିଛି କହିପାରିବିନି। ପଣ୍ଡିତଜୀଙ୍କୁ ମଜା ନେବାର ଥିଲା। ନର୍କ ଯିବୁ ନର୍କ ମଲା ପରେ। ମାଝି କହିଲା, ପଣ୍ଡିତଜୀ ପହଁରିବା ଜାଣିଛ? ତୁ ମୋତେ ପଚାରୁଛୁ କି ମୁଁ ଏଇ ଭୌତିକ ଭବଜଳରେ ପହଁରିବା ଜାଣିଛି? ମୁଁ ଜାଣିନି। ମାଝି କହିଲା, ମହାରାଜ ମଲା ପରେ ମୁଁ ନର୍କ କେତେବେଳେ ଯିବି କି ନ ଯିବି ଜାଣିନି, କିନ୍ତୁ ଆପଣ ଏବେ ହିଁ ମରିବାକୁ ଯାଉଛନ୍ତି। ଡଙ୍ଗାରେ କଣା ଅଛି। ଆକାଶର କଥା ତ ପରେ ମଧ୍ୟ ହୋଇଯିବ। ଉପନିଷଦ କୁହନ୍ତି, ଯିଏ ମାଟିର କଥା ବୁଝିପାରୁନି ସିଏ ଯଦି ଆକାଶର କଥା କହିବ ତେବେ ତାକୁ 2 ଚାପୁଡ଼ା ମାର। ପହଁରିବା ଶିଖ, କାତ ମାରିବା ବି ଶିଖ। ଏମିତି କହିଲେ ଚଳିବନି କି ମୁଁ ତ ମହାଜ୍ଞାନୀ।